ମା ପୁଅଟିଏ ପାଇବା ପାଇଁ ସେଦିନ ରାଜାରାଣୀ ଗୁରୁ ଆଶ୍ରମରେ ଗୁରୁଙ୍କ ପାଦ ତଳେ ଲୋଟି ଗଲେ। ଆଖି ଲୁହରେ ଗୁରୁଙ୍କ ପାଦକୁ ଭିଜେଇ ଦେଲେ। କୁହନ୍ତୁ ଗୁରୁଦେବ ତାହେଲେ ମୋ ମା ରାଜାରାଣୀ କହିଲେ ଇଏ କଳଙ୍କିତ ମୁହ ନେଇ ଆମେ ରାଜ୍ୟକୁ ଫେରିବୁନି। ଏଇଠି ଆମ ଜୀବନ ପଛେ ହାରିଦବୁ ଆଉ ରାଜ୍ୟକୁ ଫେରିବୁନି ଗୁରୁଦେବ। ମାଲୋ ଗୁରୁଙ୍କର ଦୟା ହେଲା, ଗୁରୁ ବଶିଷ୍ଠଙ୍କର ଦୟା ହେଲା। ଗୁରୁ ବଶିଷ୍ଠ ରାଜା ଦିଲ୍ଲୀପ ଗୁରୁଦେବ ସବୁ ଭୁଲର କ୍ଷମା ଅଛି, ସବୁ ପାପର ପ୍ରାୟଶ୍ଚିତ ଅଛି। ପାରିବୁ? କୁହନ୍ତୁ ଗୁରୁଦେବ। ପାରିବୁ ରାଜା? ପାରିବି ଗୁରୁଦେବ। ଇଏ ପାରିବୁ କି ବାବୁ କରିଏ ସୁରଭି ଗୁରୁ ବଶିଷ୍ଠ କଲେ ରାଜା ଦିଲ୍ଲୀପ ଗୁରୁଦେବ ପାରିବୁ? କୁହନ୍ତୁ ମୋ ଗୁରୁଦେବ। ଆପଣମାନେ ଟିକେ ଅନ୍ୟ ମନସ୍କ ହୁଅନ୍ତୁ। ସୁନ୍ଦର କଥା। ଗୁରୁଦେବ ପାରିବୁ? ପାରିବି ଗୁରୁଦେବ। ଖରା ତରାରେ ବୁଲି ଗାଈ ଚରେଇ ପାରିବୁ? ପାରିବି ଗୁରୁଦେବ। ଇରେ କୁହାଳେ କୁହାଳେ ନଡ଼ା ପାରି ଶୋଇପାରିବୁ? ଶୋଇପାରିବି ଗୁରୁଦେବ। ଗାଈ ପାଇଁ ଘାସ କାଟି ପାରିବୁ? କାଟି ପାରିବି ଗୁରୁଦେବ। ଗାଈ ଚରେଇ ପାରିବୁ? ଚରେଇ ପାରିବି ଗୁରୁଦେବ। ପାରିବୁ? ଏ ସୂର୍ଯ୍ୟ ବଂଶକୁ ରକ୍ଷା କରିବାକୁ ହେଲେ ଯାହା ମତେ କରିବାକୁ ପଡ଼ିବ ନା ଗୁରୁଦେବ। ଆରେ ତୁ ରାଜା ଗୁରୁଦେବ ସୂର୍ଯ୍ୟ ବଂଶର ରାଜା ଦିଲ୍ଲୀପ, ତୋତେ ତୁଳି ତର୍ପ ସେଜରେ ନିଦ ହୁଏ ନା। ଗୁରୁଦେବ ତୁ ଗୁହାଳେ ନଡ଼ା ପାରି ଶୋଇପାରିବୁ? ପାରିବି ଗୁରୁଦେବ। ଯଦି ପାରିବୁ ଗୁରୁଦେବ ସେଇ ଯୋଉ ଲମ୍ବା ସୁରଭି ତୋତେ ଅଭିଶାପ ଦେଇଛି ତୁ ଅପୁତ୍ରିକ ହବୁ ବୋଲି, ଗୁରୁଦେବ ତାରି ଝିଅ ନନ୍ଦିନୀ ଦେବତା ମାନେ ଇଏ ଗୁରୁ ବଶିଷ୍ଠର ପୂଜାର୍ଚ୍ଚନାରେ ସନ୍ତୁଷ୍ଟ ହୋଇ ସେବାର୍ଚ୍ଚନାରେ ସନ୍ତୁଷ୍ଟ ହୋଇ ସେ ଗାଈଟିକୁ ମତେ ଉପହାର ଦେଇଛନ୍ତି। ପାରିବୁ? ସେ ନନ୍ଦିନୀ ଗାଈର ସେବା ଯଦି କରିବୁ ସେ ନିଶ୍ଚୟ ତା ମାର ଅଭିଶାପ ସୁରଭିର ଅଭିଶାପକୁ ଖଣ୍ଡନ କରି ତୋତେ ନିଶ୍ଚୟ ପୁଅଟାଏ ଅର୍ପଣ କରିବ। ପାରିବୁ? ଆମ ଜୀବନ ପଛେ ଚାଲି ଯାଉ ଆମେ ନିଶ୍ଚୟ ମାର ସେବା କରିବୁ। ମୋ ମା ନନ୍ଦିନୀ ସେବା ଭକ୍ତି ଭାବେ କର, ଏ ଅଭିଶାପ ତୁମ ହୋଇବ ଦୂର। ମାଲୋ ସେଇଦିନ ମାଲୋ ସେତେବେଳେ ପ୍ରଥମ ରାଜତନ୍ତ୍ର ଯୁଗରେ ଗଣତନ୍ତ୍ର ଶାସନ କିଏ କରିଥିଲେ? ଏଇ ରାଜା ଦିଲ୍ଲୀପ। ମନ୍ତ୍ରୀଙ୍କ ହସ୍ତରେ ସମଗ୍ର ଅଯୋଧ୍ୟା ବା ସାକେତ ନଗରୀର ରାଜ୍ୟ ଭାରକୁ ଅର୍ପଣ କରି ସାରା ଜୀବନ ମୋ ମା ପୁଅଟିଏ ପାଇବା ପାଇଁ ସାରା ଜୀବନ ନନ୍ଦିନୀ ଗାଈର ସେବା କରିବା ପାଇଁ ରାଜାରାଣୀ ଗୁରୁ ବଶିଷ୍ଠଙ୍କ ଆଶ୍ରମରେ ଗୁରୁ ବଶିଷ୍ଠଙ୍କ ନିକଟରେ ସଂକଳ୍ପ ନେଲେ। ମୋ ମା ସେଇଦିନ ରାଜାରାଣୀ ଆଶ୍ରମରେ ରାତିରେ ଶୟନ କଲେ। ରାତି ପାହିଲା ଗୋଟେ ପଦ ଦେଇଦବା। କବି ହେଲେ ବାଙ୍କା ଦାସ, ପୁରୀ ଜିଲ୍ଲା ଗୋଳବାଇର କବି ବାଙ୍କା ଦାସ। ପୁଅରେ ଭଗବାନ କୃଷ୍ଣ ଅଛନ୍ତି ରାଧାଙ୍କ ପୁରରେ। ରାଧା କହୁଛନ୍ତି ଠାକୁରେ ରାତି ବା ପାହିଲାଣି, ଚାଲି ଯାଆନ୍ତୁ ଠାକୁରେ, ରାତ୍ର ପାହିଗଲାଣି। ଘରକୁ ରାତି ପାଉଛି ବୋଲି ତମେ କେମିତି ଜାଣିଛ? ଇଏ ପ୍ରାଣନାଥ ହେ ଇଏ କର ଧରୁଛି କର ବେଲାଣି ପ୍ରାଣନାଥ ହେ ଜୀବ ଧନ ଆଉ କର ଧରୁଛି କର ବେଲାଣି।
ରାଧା କହୁଛନ୍ତି ହେ ପ୍ରାଣନାଥ अरे ହେ ଜୀବଧନ धीरे नामा गुनगुनी ହେ ଏ ମୋ ମୋଟା ଚଚୁଳି ହେ ଓ ଯୋଉ ମୋଟା नामा पिता सुकुआ ଏ ମୋ ଚୁଞ୍ଚୁଳି ଶୁଖୁଆ ରାଧା କୃଷ୍ଣକୁ ଡାକୁଥିଲେ ହେ ମୋ ପିତା ଶୁକୁଆ हवाई दबा खाजा पिता सुकुआ ହେ ପ୍ରାଣଧନ अरे ରାତି ବା ପାହିଲାଣି पहिलाड़ी ତମେ କେମିତି ଜାଣିଲ ନା ଏ କାକର ସୁତରୁତ अरे काका सितावतो काका सितावतो काका सितावतो सब काका तो हेलेनी प्राणनाथ हे अधिक धन हे पर धरुची कर जदि मो सासू देखी देला मते दंड दबा मो सासू ହେ ରଜବିନି କାକର ହେଲା ବାତ କାକର ସୁତରୁତ ଋତ କାକର କରସ୍ତ ହେଲେ ହେଲେଣି। ଏ ପୁଅ କାକର ସୁତ କିଏ କାକର କୋଇଲି କୋଇଲି କାଉ ଡିମ୍ବ ଦିଏ ବା କୋଇଲି ଡିମ୍ବ ଦିଏ ଛୁଆ ଫୁଟେଇ ପାରେ ନା ନା। କାକ ବସାରେ ଛାଡି ଦିଏ ବେ। କାକର ସୁତ ହେଲା କୋଇଲି କୋଇଲି ରାବ ଦେଲାଣି କାକର ପଡିଲାଣି हाँ ଶୀତ ବାତ थंडालिया ଶୀତୁଆ ବା ଥଣ୍ଡାଳିଆ थंडालिया पवन पवन ପବନ ହେଲାଣି ହଁ। ଇଏ କାକର କରସ୍ତ ହେଲେ ହେଲେଣି। କାକର କର କହିଲେ କିଏ ଚନ୍ଦ୍ର चंद्रदेव ହଁ? ଚନ୍ଦ୍ର ଦେବତା ବା ଅସ୍ତ ହେଲେଣି ଆଉ କଣ କଣ ଅଛି? ରାଧା କହୁଛନ୍ତି ଠାକୁରେ ଏ ରାତି ବା ପାହିଲାଣି पाहिलाड़ी ଖାଲି ସେତିକି ନୁହଁ ଆଉ କଣ? ଇଏ କମଳ ଆଉ ଫୁଟିଲାଣି କମଳ ହେ କମଳ ହେ କମଳ ଫୁଟିଲାଣି କମଳ ଆଉ କମଳ ମୁଖୀ ସ୍ଥାନେ ଗଲେଣି ପ୍ରାଣନାଥ ହେ ଅଧିକ ଧନ ହେ ଆଉ କର ଧରୁଛି କର ବେଲାଣି बोऊ बहुत गप्पा ଓ ଯା ରାଧା ଡାକୁଥିଲା ତୁ ଯେତେବେଳେ ବୋଉ ଡାକିଲେ संगे संगे पार्ट चेंज ର କମଳରେ କମଳ କମଳ କମଳରେ କହିଲେ ପୁଷ୍କରିଣୀରେ ବେ। କମଳ ବା ପଦ୍ମ ଫୁଟିଲାଣି କମଳ ମୁଖୀ ସ୍ନାନେ ଗଲେଣି ସ୍ନାନେ ଗଲେଣି। ପଦ୍ମିନୀ ଜାତୀୟ ନାରୀ ମାନେ ସ୍ନାନ କରିବା ପାଇଁ ଗଲେଣି ଆଉ କଣ? ଖାଲି ସେତିକି ନୁହଁ ଆଉ କଣ? କିଏ ବୋଲେ ବାଙ୍କା ଶଙ୍କର ପୁରେ ଶୁଭେ ଶଙ୍କର ଆଉ ବୋଲେ ବାଙ୍କା ଶଙ୍କର ପୁରେ ଶୁଭେ ଶଙ୍କର ସାନି ବସିରି ଶଙ୍କରେ ହେଲେଣି ପ୍ରାଣନାଥ ହେ ଅଧିକ ଧନ ହେ ଆଉ କର ଧରୁଛି କର ଶିବ ମନ୍ଦିରରେ ବା ଶଙ୍ଖଧ୍ୱନି ଧ୍ୱନି ଶୁଭିଲାଣି। ବାଜିଲାଣି ମାଲୋ ବେ ମନେ ରଖଲୋ ମା ହଁ ରାତି ଯେତେବେଳେ ପାହିଲା ପାହିଲା ଆଁ, ସରିଲା ମା ପ୍ରଥମ ସ୍ୱର୍ଗ ମହାକାବ୍ୟ ରଘୁବଂଶର ପ୍ରଥମ ସ୍ୱର୍ଗ ଆଚ୍ଛା ଆଚ୍ଛା ଦ୍ୱିତୀୟ ସ୍ୱର୍ଗର ପ୍ରଥମ ଶ୍ଲୋକ ବେ। ବୋଲେ ଅଥ ପ୍ରଜାନାମ ଦୀପಂ ପ୍ରଭାତେ କାୟ ପ୍ରତିଗ୍ରାହିତ ଗନ୍ଧ ମଲ୍ୟ ଅନୟ ପୀତ ପ୍ରତିବଦ୍ଧ ବତ୍ସ ଯଶୋ ଧନ ଧେନୁ ମୃଷେଳ ମୁ ମଙ୍ଗଳ